ସାର୍ ନମସ୍କାର। ନମସ୍କାର। ସାର୍ ମୁଁ ଜୟ ଓଡ଼ିଶାରୁ ବ୍ୟୁରୋ ଚିଫ୍ କହୁଥିଲି, ବିକାଶ ବେହେରା କହୁଥିଲି। ମୁଁ ସାର୍ ଜୟ ଓଡ଼ିଶା ଚ୍ୟାନେଲରୁ କହୁଥିଲି, ବ୍ୟୁରୋ ଚିଫ୍ କହୁଥିଲି ବିକାଶ ବେହେରା। ମୁଁ ସାର୍ ଟିକେ ପିଲାମାନେ ବସିଥିଲେ, ତାଙ୍କର ବାଇଟ୍ ନିଆଯାଇଥିଲା କାଲି, ଆପଣ ଗୋଟେ ପ୍ରତିକ୍ରିୟା ନେଇଥାନ୍ତେ। ନାଇଁ ନାଇଁ, ଆମେ ତାଙ୍କରି କାମ ହିଁ କରୁଛୁ। କହୁଛନ୍ତି ଯେ ପିଲାଙ୍କର ଯୋଉ ପ୍ରତିକ୍ରିୟା ଦେଇଛନ୍ତି ଯେ ଚେୟାରମ୍ୟାନ୍ ଦେଖା କରୁନାହାନ୍ତି, କିନ୍ତୁ ଆପଣ ଗୋଟେ ହପ୍ତାହ ପୂର୍ବରୁ ଦେଖା କରିଥିଲେ, କଥା ହେଇଥିଲେ, କ'ଣ ଆଲୋଚନା ହେଇଥିଲା, ଯେ ଶୁଣିବାକୁ ପାଇଛି ଭିତରିଆ। ତାରି ଉପରେ ସାର୍ ଟିକେ ପ୍ରତିକ୍ରିୟା ରଖିଲେ କି ସେଇ କାମ ହଉଛି, ତାଙ୍କର ରିପ୍ରେଜେଣ୍ଟ ଲାଗିଛୁ, ଯଥାଶୀଘ୍ର କିନ୍ତୁ ହେଇପାରିବ, ସେଇଟା ଖାଲି ଆମେ ତାଙ୍କ ସାଙ୍ଗେ ଆଲୋଚନା କରିଛି। ଆମେ ତାଙ୍କରି କାମ ହିଁ ଲାଗିଛୁ 8-10 ଦିନ ହେଲା, ସେଇ କାମରେ ଦିନ ରାତି ବସିଥିଲେ। ଗୋଟେ ସାଇଡ୍ ନ୍ୟୁଜ୍ ଚାଲିଛି ନା, ସାରଙ୍କର ବାଇଟ୍ ଆଣ। ନାଇଁ ନାଇଁ ନାଇଁ, ଆମେ ଏଇଟା ଯେହେତୁ କନଫିଡେନ୍ସିଆଲ ମ୍ୟାଟର ଆଜ୍ଞା, ଆମେ ବାଇଟ୍ ଦେଇପାରିବୁନୁ। ମାନେ ବହୁତ କନଫିଡେନ୍ସିଆଲ ଜିନିଷ, ମାନେ ଏଇଟା ଡିସ୍କସ୍ କରିବା ଠିକ୍ ଲାଗୁନି ମତେ। ଖାଲି ଆପଣଙ୍କୁ ଏତିକି କହିଦେବି, ଆମେ ତାଙ୍କରି କାମରେ ହିଁ ଲାଗିଛୁ। ବହୁତ ଦିନ 8-10 ଦିନ ହେଲାଣି ରାତି ଦିନ ଚଲେଇଛୁ କାମ। ଯେତେ ଜଲ୍ଦି ହବ ତାକୁ ଆମେ ଚେଷ୍ଟା କରୁଛୁ ସାରିବା ପାଇଁ। ଠିକ୍ ଅଛି। କେତେ ଦିନ ଆଉ ବସିବେ ମାନେ? ନାଇଁ ଆମେ ତ ଆଜ୍ଞା ଦେଖନ୍ତୁ, ସେମାନେ ତାଙ୍କୁ ମୁଁ କହିଥିଲି, ସେ ଆଗରୁ ଆସିଥିଲେ ବୋଧେ 17 ନା 18 ତାରିଖରେ। ହଁ, ଗୋଟେ ହଁ, ଏଇଟା ଗୋଟେ ପ୍ରପରଲି ଚେକିଂ କରିବ, ନହେଲେ ଭୁଲ ଭାଲ ହେଇଗଲେ ବହୁତ ଅସୁବିଧା ହେଇଯିବ। ଆଜ୍ଞା ଆଜ୍ଞା, ଇସ୍ୟୁ ହେଇଯିବ। ତାପରେ କୋର୍ଟ କେସ୍ ଦୁନିଆ ଝାମେଲା ହେଇପାରେ। ତେଣୁ ବହୁତ ସତର୍କତା ସହ ଷ୍ଟେପ୍ ବାଇ ଷ୍ଟେପ୍ 2-3 ଚେକ୍ କରିକି କରୁଛୁ। ସେଇଟା ପିଲାମାନେ ବୁଝୁନାହାନ୍ତି, କହିଲେ ବି ଶୁଣୁନାହାନ୍ତି, ଆଉ କ'ଣ କରାଯିବ। ତଥାପି ଆମେ ଚେଷ୍ଟାରେ ଅଛୁ, ଯେତେ ଗଣମାଧ୍ୟମକୁ ଜଣାଇଦେଲେ ହଅନ୍ତା, ଟିକେ ଭଲ ହଅନ୍ତା ମୁଁ ଭାବୁଛି। ନାଇଁ ଆଜ୍ଞା, ସେଇଟା ଏଇସବୁ କେତେଟା ଜିନିଷ ଯୋଉଟା କି ମାନେ କନଫିଡେନ୍ସିଆଲିଟି, ଏଇ ସବୁ ଜିନିଷ ଅଛି ତ, ମାନେ ଆପଣଙ୍କ ସାଙ୍ଗେ ଆଲୋଚନା କଲେ ମୁଁ ସେ ସବୁ ଜିନିଷ ବି କହିବାକୁ ପଡିବ, ସେଟା କହିବାଟା ଠିକ ହବନି। ଆଚ୍ଛା ଆଚ୍ଛା ସାର୍, ଏଇଟା ତ ଆମେ ବୁଝେଇ ପାରିବୁ ନା। ସାର୍ କହୁଛନ୍ତି ଏଇଟା ଯୋଉ ଆପଣ କହିଲେ, ଏଇଟା ତ ଆମେ ବୁଝେଇ ପାରିବୁ ନା ସାର୍। ନାଇଁ ନାଇଁ, ଆମେ ତ ସେ ପ୍ରୋସେସରେ ଅଛୁ। ସେଇଟା ସାର୍ ଆପଣ ଯୋଉଟା କହୁଛନ୍ତି ପ୍ରୋସେସରେ ଅଛନ୍ତି, ଲାଗିଛନ୍ତି, ଯେତେ ଶୀଘ୍ର ହେଇଯିବ, କିନ୍ତୁ ଭୁଲ ନ ହଉ ସେଥିପାଇଁ ଟେକ୍ନିକ୍ ଦେଖିବାକୁ ପଡୁଛି। ଏଇଟା ତ ସାର୍ ଆମେ ଗଣମାଧ୍ୟମ ବୁଝେଇ ପାରିବୁ। ସେ ଚେୟାରମ୍ୟାନ୍ ସହିତ କଥା ହେଲୁ, ସାର୍ଙ୍କ ସହିତ, ସାର୍ ଏଇଆ କହିଲେ। ନାଇଁ ଶୁଣନ୍ତୁ, କଥା ନ କହିକି ଆମେ ମାନେ କମିଶନ ସାଙ୍ଗେ ଯୋଗାଯୋଗ ଜଣା ପଡିଲା, ଏମିତି କହିକି କରିଦିଅନ୍ତୁ। କିନ୍ତୁ ଆମେ ଯେତେ ଜଲ୍ଦି ହବ ଆମେ ତାକୁ ସାରିବା ପାଇଁ ଚେଷ୍ଟା କରୁଛୁ ଆଜ୍ଞା। ଆଉ ନିର୍ଭୁଲ ସାର୍, ମୁଁ ସାର୍ ଆପଣଙ୍କ ସହିତ ଯୋଉ ଡିସ୍କସନ କରୁଛି, ଏଇଟା ବଜେଇ ପାରିବି ତ? ଏଇଟା ଯୋଉ କଥା ହେଲି ଆପଣଙ୍କ ସହିତ, ଏଇଟା ମୁଁ ବଜଉଛି ସାର୍, ଯେ ଆପଣ ଏଇଟା କହିଲେ। ହଁ ହଁ, ଠିକ ଅଛି ସାର୍। ଧନ୍ୟବାଦ।